ଗତ ଗୁରୁବାର ଅହମ୍ମଦାବାଦରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସାରା ଦେଶରେ ଭୟର ବାତାବରଣ ରହିଛି। ଲୋକମାନେ ବିମାନ ଯାତ୍ରା କରିବାକୁ ଡରୁଥିବା ସାମ୍ନାକୁ ଆସିଛି। ଏହି ଘଟଣା ପରେ ସୋସିଆଲ ମିଡ଼ିଆରେ ଦାବି କରାଯାଉଛି ଯେ 2025 ବର୍ଷଟି ବହୁତ ଖରାପ, ଦୂରସ୍ଥାନ ଯାତ୍ରା ପାଇଁ ଅନୁକୂଳ ନୁହେଁ। ଏବର୍ଷ ଅନେକ ବଡ଼ ବଡ଼ ଦୁର୍ଘଟଣା ଦେଖିବାକୁ ପାଇବ ବିଶ୍ୱ। ଏଭଳି ଅନେକ ଦାବି ମଧ୍ୟରେ ଏକ ଭବିଷ୍ୟବାଣୀ ଶୁଣି ସମସ୍ତ ସ୍ଥାନୀୟରେ ଛନକା ପଶିଯାଇଛି ମନରେ। ଜୁଲାଇ 5ରେ ଭୂମିକମ୍ପ ହେବା ସହ ସୁନାମି ଆସିବ ବୋଲି ଭବିଷ୍ୟବାଣୀ କରାଯାଇଛି। ଜଣେ ରହସ୍ୟମୟ ଜାପାନୀ ମଙ୍ଗା କଳାକାର ରଏ ତାତିସୁକି, ଯାହାକୁ ସୋସିଆଲ ମିଡ଼ିଆରେ ନୂତନ ବାବା ବେଙ୍ଗା ବୋଲି କୁହାଯାଉଛି, ଭବିଷ୍ୟବାଣୀ କହିଛନ୍ତି ଯେ ଜୁଲାଇ 5, 2025ରେ ଜାପାନରେ ଏକ ବଡ଼ ସୁନାମି କିମ୍ବା ଭୂମିକମ୍ପ ହେବାର ସମ୍ଭାବନା ରହିଛି। ତାଙ୍କର କମିକ୍ ସିରିଜ ଦି ଫ୍ୟୁଚର ଆଇସରେ ଏହି ଦାବି ସାରା ବିଶ୍ୱରେ, ବିଶେଷ କରି ଜାପାନକୁ ଯାତ୍ରା କରିବାରେ ଯୋଜନା କରୁଥିବା ଲୋକଙ୍କ ମଧ୍ୟରେ ଚିନ୍ତାର ବାତାବରଣ ସୃଷ୍ଟି କରିଛି। ରୟୁ ତାକସୁକିଙ୍କୁ ଭବିଷ୍ୟବାଣୀ ଗମ୍ଭୀରତା ସହ ନିଆଯାଇଛି, କାରଣ ସେ 2011ରେ ବିନାଶକାରୀ ଟୋହାକୁ ଭୂମିକମ୍ପ ଏବଂ ସୁନାମିର ପୂର୍ବାନୁମାନ କରିଥିଲେ। ସେହି ଦୁଃଖଦ ଘଟଣାରେ 18,000ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ଫୁକୁସିମା ପରମାଣୁ କେନ୍ଦ୍ରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏହା ସହ 1995ରେ କୁବେ ଭୂମିକମ୍ପ ଓ 2020ରେ କରୋନା ମହାମାରୀ ଓ ଫ୍ରେଡ୍ ମର୍କ୍ୟୁରୀଙ୍କ ମୃତ୍ୟୁର ଭବିଷ୍ୟବାଣୀ କରିଥିଲେ। ରୟୁଙ୍କ ପୂର୍ବାନୁମାନ ଯୋଗୁଁ ଜୁଲାଇ ମାସରେ ଜାପାନକୁ ବିମାନ ବୁକିଂ 83% ହ୍ରାସ ପାଇଛି। ହଂକଂରୁ ଆସିଥିବା ପର୍ଯ୍ୟଟକଙ୍କ ସଂଖ୍ୟା 50% ମଧ୍ୟ ହ୍ରାସ ପାଇଛି। ଅନେକ ଯାତ୍ରୀ ଏପ୍ରିଲ-ମେ ଛୁଟି ପାଇଁ କରାଯାଇଥିବା ବୁକିଂକୁ ମଧ୍ୟ ବାତିଲ କରିଛନ୍ତି। ମିୟାଗି ପ୍ରଦେଶର ରାଜ୍ୟପାଳ ଯୋଶିହିରୋ ମୁରାଇ କହିଛନ୍ତି, ଏହି ଭବିଷ୍ୟବାଣୀ ସମ୍ପୂର୍ଣ୍ଣରେ ଭିତ୍ତିହୀନ। ବୈଜ୍ଞାନିକଙ୍କ ଅନୁଯାୟୀ କୌଣସି ଭୂମିକମ୍ପ କିମ୍ବା ସୁନାମିର ପୂର୍ବାନୁମାନ କରାଯାଇପାରିବ ନାହିଁ। ଲୋକମାନେ ଜାପାନ ଯାତ୍ରା କରିବାକୁ ଦ୍ୱନ୍ଦ୍ୱରେ ପଡ଼ିବା ଏବଂ ଭୟଭୀତ ହେବା ଉଚିତ ନୁହେଁ। ଏହିପରି ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲ ସହ ଯୋଡ଼ି ହୁଅନ୍ତୁ ଏବଂ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ କୁହନ୍ତୁ ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଆମର ଭିଡ଼ିଓ।